ହୁଏ, ଆଲୋଚନା ହୁଏ, ସମାଲୋଚନା ହୁଏ। ଯୋହନଙ୍କର ଶିଷ୍ୟମାନେ ଦେଖିଲେ ଯେ ଯୀଶୁଙ୍କର ଶିଷ୍ୟମାନେ ଉପବାସ କରୁନାହାନ୍ତି। କଣ ଦେଖିଲେ? ଯୋହନଙ୍କର ଶିଷ୍ୟମାନେ ଉପବାସ କରୁଛନ୍ତି, ଯୀଶୁଙ୍କର ଶିଷ୍ୟମାନେ ଉପବାସ କରୁନାହାନ୍ତି। ସେଥିପାଇଁ ସେମାନଙ୍କୁ ଲାଗିଲା, କାହାକୁ? ଯୋହନଙ୍କର ଶିଷ୍ୟମାନଙ୍କୁ ଲାଗିଲା, ଚାଲ ଆମେ ଯାଇ ଯୀଶୁଙ୍କୁ ପଚାରିବା, ଆମର ଶିଷ୍ୟମାନେ ତ ଉପବାସ କରନ୍ତି, ତେବେ ଯୀଶୁଙ୍କର ଶିଷ୍ୟମାନେ କାହିଁକି ଉପବାସ କରୁନାହାନ୍ତି? ବୁଝିପାରିଲ? ଯୋହନଙ୍କର ଶିଷ୍ୟମାନେ ଉପବାସ କରୁଛନ୍ତି, ଯୀଶୁଙ୍କର ଶିଷ୍ୟମାନେ ଉପବାସ କରୁନାହାନ୍ତି। ତେଣୁ ଆମେ ତ ଗୋଟିଏ ଧର୍ମର ଲୋକ, ଗୋଟେ ସମ୍ପ୍ରଦାୟର ଲୋକ, ଗୋଟେ ପରମେଶ୍ୱରଙ୍କୁ ଜାଣିଛୁ, ତ କେମିତି ଏମିତି ହବ? ଚାଲ ଆମେ ଯୀଶୁଙ୍କୁ ପଚାରିବା। ଆମେ ବି ସେ ଜାଗାରେ ଥିଲେ ଏମିତି ହିଁ ପ୍ରତିକ୍ରିୟା ଦେଇଥାନ୍ତି। ତେଣୁ ସ୍ଥାୟୀକି ସେମାନେ ଯୀଶୁଙ୍କୁ ପଚାରିଲେ, ପ୍ରଭୁ ଆମେ ଉପବାସ କରୁଛୁ, ଆମର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆମେ ଦେଖୁଛୁ ଆପଣଙ୍କର ଶିଷ୍ୟମାନେ ଉପବାସ କରୁନାହାନ୍ତି। କଣ ହୋଇବାର କାରଣ? ଯୀଶୁ କଣ ବୋଲି କହିଲେ? ଏଟା ଲେଖା ଅଛି, ଯୀଶୁ ଏ ପ୍ରକାର କହିଲେ, ବରଯାତ୍ରୀ ମାନଙ୍କ ସହିତ ଯେତେବେଳେ ଥାନ୍ତି, ବରଯାତ୍ରୀ ମାନେ କଣ ଉପବାସ କରିବା ଉଚିତ କି? କଣ ଲେଖା ହେଇଛି? ବରଯାତ୍ରୀ ମାନଙ୍କ ସହିତ ଯଦି ଅଛନ୍ତି ଉପବାସ କରାଯିବ କି ନାଇଁ? ଯଦି ବର ନାହାନ୍ତି